ସେ ଗୀତା ଭାଗବତରେ ଆପଣମାନଙ୍କୁ କହିବେ ମୁଁ ତାରି ବିଷୟରେ ଟିକେ କହିଦେଇ କହି ପଳେଇବି। ଆମର ଯେଉଁ ଯଜ୍ଞ ଚାଲିଛି ସେ ଏମିତିଆ ଜିନିଷ ଆମର ଗୀତା କହୁଛି ଯେ ଆପଣମାନେ ଯଜ୍ଞ କରି ଦେବତାମାନଙ୍କୁ ସନ୍ତୁଷ୍ଟ କଲେ ସିଏ ଆପଣମାନେ ସେଇ ଯଜ୍ଞ ଆପଣମାନଙ୍କୁ ମଜବୁତ କରିବ। ଆପଣ ଗୀତା ଭାଗବତ ଆପଣ କହିବେ ମୁଁ ଟିକେ କହିଦେଉଛି ଆପଣ ଶୁଣନ୍ତୁ। ସଂସାରେ ଥିବ ଯେତେ ଦିନ ଆନନ୍ଦ କରୁଥିବ ମନ, ଆନନ୍ଦ ପାଇଁ ଲୋଡ଼ା ଧନ, ଧନର ମୂଳ ଦିଗ ଜ୍ଞାନ, ଯାହାର ଥାଏ ଆତ୍ମଜ୍ଞାନ, ଶୂନ୍ୟରୁ ପାଏ ଗୁପ୍ତ ଧନ, ମୁଇଁ ପାଇଛି ଗୁପ୍ତ ଧନ, କହି ନ ପାରେ ଅନ୍ୟ ଜନ। ହେଲା, ଆଉ ଗୋଟେ ଗଣାନ ପଦ ଅଛି। ବିଶ୍ୱାସରେ ମିଳନ୍ତି ହରି ତର୍କ ବହୁ ଦୂର, ଗୁରୁ ଘର କଥା ଏଇ ମନେ ହେ ଜଗର, ଦିବ୍ୟ ଶକ୍ତି ବାବୁ ଏପରି ହବ, ହାଟ ବଜାରରେ ତାହା କିଣା ବିକା ହେବ, ସେ ଦ୍ରବ୍ୟ ପାଇବାକୁ ଲୋଡ଼ା ନାହିଁ ଧନ, ଆପେ ଆପେ ମିଳିଯିବ ଯଦି ଥିବ ମନ। ଭାଗବତ ସେସବୁ ବୋଲନ୍ତି ଆପଣମାନେ ଶୁଣନ୍ତି ମନେ ରଖିଥିବେ। ଘୋଷା ପଦ ଅଛି ପିତା ନାରାୟଣ ଗୁରୁକୁ ଯିବାର କାରଣ, ନଜାଣି ପିତା ନାରାୟଣ ଗୁରୁକୁ ଯିବାର କାରଣ। ହେଲା, ଏଇଟା ମନେ ରଖିଥିବେ। ସରିଗଲା ଆମର ଏଇ ତାପରେ ଆସିଲା ଜ୍ଞାନ ଯଜ୍ଞ। କାଲି ସାରାଙ୍କୁ କହୁଥିଲେ ମୋର ଟିକେ କଣ ମତେ ଶୁଣେଇନି, ଅଳ୍ପ ଶୁଣିଥିଲା। ଆ ଭିତରେ ଯୋଉ ଜିନିଷ ଅଛି ସାରା କହୁଥିଲେ ମୋତେ ଅଳ୍ପ ଶୁଣିଛି। ଆ ଭିତରେ ଗୋଟେ ଏମିତିଆ ଜିନିଷ ଅଛି ଯାହାକୁ କହନ୍ତି ଆତ୍ମା। ସମସ୍ତେ କହୁଛନ୍ତି ଆତ୍ମା ଦର୍ଶନ, କିନ୍ତୁ କେହି ଆତ୍ମା ଦର୍ଶନ କରିନାହାନ୍ତି। ସେ ଏମିତିଆ ଜିନିଷ ତାକୁ କେହି ଦର୍ଶନ କରିନାହାନ୍ତି। ଆମର ଉପନିଷଦ କହୁଛି, ଯେ କହିବେ ଉପନିଷଦ କୋଉ କହିଲେ କଣ କରିବ, ଉପନିଷଦ କହୁଛି ଯାହାର ବ୍ରାହ୍ମଣ କ୍ଷେତ୍ରୀୟ ହଉଛି ଭାତ, ଯାହାର ବ୍ରାହ୍ମଣ କ୍ଷେତ୍ରୀୟ ହଉଛି ଭାତ ଆଉ ମୃତ୍ୟୁ ହଉଛି ଆଚାର, ତାକୁ କିଏ ଦର୍ଶନ କରିବ? ଉପନିଷଦ କହୁଛି। ମୁଁ ମନ କହୁନି, ଉପନିଷଦ କହୁଛି ଯାହାର କ୍ଷତ୍ରିୟ ବ୍ରାହ୍ମଣ ହଉଛନ୍ତି ଅନ୍ନ ଆଉ ମୃତ୍ୟୁ ହଉଛି ଆଚାର, ତାକୁ କିଏ ଦର୍ଶନ କରିବ? କିନ୍ତୁ ଦର୍ଶନ ଜ୍ଞାନୀ ଲୋକମାନେ କଣ କରିବେ ନା ତାର ସ୍ୱରୂପଟା ଜାଣିବେ। କେମିତି ନା ଗୋଟେ ଜ୍ୟୋତି ଭଳିଆ ଲାଇଟ୍ ଦେଖିବେ, ଟର୍ଚ୍ଚ ଭଳିଆ ଗୋଟେ ଆଲୁଅ ଦେଖିବେ, ମହମବତୀ ଭଳିଆ ଗୋଟେ ଆଲୁଅ ଦେଖିବେ। ଜ୍ଞାନୀ ଲୋକମାନେ ତାକୁ ଅନୁଭବ କରିବେ, ତାର ସ୍ୱରୂପ ଜାଣିପାରିବେ, ଆଉ କେହି ଜାଣିପାରିବେ। ମୁଁ ଏଇ ଅଳ୍ପ ଅଳ୍ପ ଟିକେ କହି ପଳାଉଛି, ଯୋଉ ଅଛନ୍ତି କହିବେ ଜ୍ଞାନ ଯୁଗ ଚାଲିଗଲା, ତାପରେ ଆସିଲା ନାମ ଯଜ୍ଞ। ଆମର ଯୋଉ ମା ମାନେ ଏଇ ନାମ ଯଜ୍ଞ କରୁଛନ୍ତି ସେ କମ୍ ଅଛନ୍ତି ବୋଲି ଆପଣ ଭାବନ୍ତୁ, କେହି ତା ଭିତରେ କମ୍ ନାହାନ୍ତି। ଆଜି ଏଇ ଯୋଉ ନାମ ଯଜ୍ଞ ଚାଲିଛି ଆମର ମା ମାନେ ଧନ୍ୟ, ଆଉ ଏ ସମାଗମବାସୀ ଧନ୍ୟ, ଆଉ ଏ ଏରିଆ ଧନ୍ୟ। ଏମିତି କୋଉଠି ନାହିଁ, ଏଇ ଯୋଉ ଚାଲିଛି ଏମିତି କୋଉଠି ନାହିଁ। ଆମର ଏ ବୁଲୁଛନ୍ତି ଚାରିଆଡେ ଦେଖିବେ, ଏମିତିଆ ଜିନିଷ କୋଉଠି ନାହିଁ ଯେ ଏକାଥରେ ନାମ ଯଜ୍ଞ, ଭୂତ ଯଜ୍ଞ, ଜ୍ଞାନ ଯଜ୍ଞ, ନାମ ଯଜ୍ଞ, ଫେର ଅନ୍ନ ଯଜ୍ଞ, ଏମିତି କୋଉଠି ନାହିଁ। ଆଉ ଆମର ଯୋଉ ମା ମାନେ ଭାଗ ନେଇଥିଲି
ଆପଣମାନେ କମ୍ ଭାବିଲେ ଯେ ଏ ମା ବଡ଼ ନୁହଁ ସେ ମା ବଡ଼ ସମସ୍ତଙ୍କ ପାଖରେ ଅଛି ନାହିଁ ବୋଲି କିଛି ନାହିଁ। ନାମ ଦେଖେ ଗଲା ମୁଁ ଅଳ୍ପ କରିବି ତାପରେ ଆମର କହିଲା ଅନ୍ନ ଯଜ୍ଞ ଆ ଭିତରେ ଗୋଟେ ଏମିତିଆ ଜିନିଷ ଅଛି ଆପଣଙ୍କ ଯେତେ ଦେଲେ ସେ ଶାନ୍ତି ନାହିଁ। ଆପଣଙ୍କ ଆଜି ଗୋଟେ ଗାମୁଛା ଦିଆହେଲା ଆପଣ ହେଲା ଗୋଟେ ଭଲ ଗାମୁଛା ଦେଇଥିଲେ ତା ଦେଇ ଗୋଟେ ଆପଣଙ୍କ ଲୁଗା ଦିଆହେଲା ଗୋଟେ ଭଲ ଲୁଗା ଦେଲେ ଶାନ୍ତି ନାହିଁ। ଆପଣଙ୍କୁ ବିଦାକି ଦିଆହେବ 500 ଟଙ୍କା ଦେଲେ 1000 ଦେଲେନି ଯେତେ ଦେଲେ ସେ ଶାନ୍ତି ନାହିଁ। ଯେତେ ଦେଲେ ଶାନ୍ତି ନାହିଁ। କେମିତି ଶାନ୍ତି ନା ଏଇ ଯେଟା ଘରକୁ ଦିଥର ଯାଇ ଦେଲେ ନାଇଁ ନାଇଁ ମୁଁ ଆଉ ପାଖ କଣ ବୁଝିଲେ ମୁଁ କହିବି ନାହିଁ କରିବା ପର୍ଯ୍ୟନ୍ତ ଦିଅ କାହିଁକି ନା ସେ କହିବ ନାଇଁ ନା ମୋର ଆଉ ଦରକାର ଏଇ ଜିନିଷରେ ଯେ ଶାନ୍ତି ଏଇ ଯୁଗରୁ ମୁଁ କହି କଣ ଯାହା କରୁଛ ଡାଲମା କର କ୍ଷୀରି କର ଯେମିତି ସବୁବେଳେ ଭଲ ହଉ ଏଇ ଜିନିଷରେ ସେ ଶାନ୍ତି ଆଉ କୋଉଥିରେ ଶାନ୍ତି ନାହିଁ ଯେତେ ଯାହା ଦେଲେ ଶାନ୍ତି ନାହିଁ। ଶୁଣନ୍ତୁ ମଉସା ବାବା ଦେବେ ଆଉ ଦେହ ଖରାପ ହେଇଯିବ ସେ ଯାହା କହୁଛନ୍ତି ଭଲ କହୁଛନ୍ତି ନା ଜେନାକୁ ନାଇଁ ନାଇଁ ମୁଁ କହିବି ଆରାମସେ କଥା କହିବି ନା ସେମାନେ ତ ବହୁତ ଶାସ୍ତ୍ର ପୁରାଣ କଥା କହିବେ ସେମାନେ ଶାସ୍ତ୍ର ପୁରାଣ କଥା କହିବେ ମୁଁ ତ ଶାସ୍ତ୍ର ପୁରାଣ କଥା କହିବି ଶାସ୍ତ୍ର ପୁରାଣ କଥା କହିବା ବାଲା ଅଛନ୍ତି ଆଉ ଆଉ ଗୋଟେ ସାଧାରଣ କଥା କହୁଛି ଆପଣ ତାକୁ ଭଲ ଭାବରେ ଭାବି